ଚାଲନ୍ତୁ ଆଜି ଆମେ ମୋ ଠାକୁରର ଟିକେ ଝାଡ଼ିଦେବି। ଉପରେ ଟିକେ ଅଳନ୍ଦି ଲାଗିଥିଲା ନା, ଉପରେ ଟିକେ ମୁଁ ଝାଡ଼ୁ କରିଦେଲି। ଅଳନ୍ଦି ଝାଡ଼ି ଦେଇ ସାରିଲା ପରେ ଠାକୁରଙ୍କ ଫଟୋ ମୁଁ ପେପର ପକେଇକି ସାଇଜ୍ କରିକି ରଖିଦେଲି। ଠାକୁରଙ୍କ ଫଟୋ ସବୁ ଆଣିକି ରଖିଦେଲି ସାଇଜ୍ରେ। ରଖି ସାରିଲା ପରେ ତାର ହେଲା ଅଗୁରୁ ଟିକେ ଗଙ୍ଗା ଜଳ ପକେଇକି ଠାକୁରଙ୍କ ସ୍ଥାନ ଟିକେ ପୋଛିଦେଲି। ଠାକୁରଙ୍କ ସ୍ଥାନ ଟିକେ କ୍ଲିନ୍ କରିଦେଲି। ତାର ଡବା ଗୁଡ଼ାକ ସବୁ ସାଇଜ୍ କରିଦେଲି, କାଢ଼ିଦେଲି। ଡବା ଗୁଡ଼ା ପୋଛିକି ରଖିବି ସାଇଜ୍ କରିକି। ମା ଭଗବାନ କ'ଣ ହେଲା ଠାକୁରର, କେତେବେଳେ ସବୁ ସାରିବି। ସବୁ ସାଇଜ୍ କରିକି ପେପର ରଖିଦେଲି। ତାକୁ ରଖିଦେଲି। ନୂଆ ଠାକୁରଙ୍କ ସ୍ଥାନ ନୂଆ କପଡ଼ା ପକାଇଦେଲି। ଠାକୁରଙ୍କ ଫଟୋ ସବୁ ସାଇଜ୍ କରି ରଖିଦେଲି। ରଖି ସାରିଲା ପରେ ଅନନ୍ତ ନାରାୟଣ ତାଙ୍କ ଗୋସାଇଁ ତାଙ୍କ ସିଂହାସନ ଟିକେ କ୍ଲିନ୍ କରିବେ। ସାଇଜ୍ କରିକି ରଖିଦେଲି ଅନନ୍ତ ଗୋସାଇଁଙ୍କୁ। ତ ଟିକେ କପଡ଼ା ପୁରୁଣା କପଡ଼ାଟା କାଢ଼ିଦେଲି। କାଢ଼ିଦେଲି ଟିକେ ତେନ୍ତୁଳି ଆଣିକି ସଫା କରିଦେଲି। ତେନ୍ତୁଳିରେ ପିତ୍ତଳ ଜିନିଷ କ୍ଲିନ୍ କରିବେ ମାନେ ବହୁତ କେତେ ମାନେ ସଫା ଦେଖା ହେଲା। ସବୁ ଗିନା ବି ସବୁ ତେନ୍ତୁଳିରେ ସଫା କରିଦେଲି। କେତେ ସୁନ୍ଦର ଦେଖିଲା। ଅନନ୍ତ ଗୋସାଇଁଙ୍କୁ ଟିକେ ଗାଧେଇ ଦେଲି। ବାବାଙ୍କୁ ବି ଟିକେ ସଫା କଲି। ବାବାଙ୍କର ଟିକେ ଲାଗି ଯାଇଥିଲା ସଫା କରିସାରିଲା ପରେ ଟିକେ ବାବାଙ୍କୁ ଗାଧେଇ ଦେଇ ସାରିଲା ପରେ ମୁଁ ସାଇଜ୍ କରିକି ଫୁଲ ଦେଖ ସୁନ୍ଦର ଭାବରେ ଠାକୁରଙ୍କ ପାଖରେ ସଜେଇ ଦେଲି। ଠାକୁର ଘର ଝାଡ଼ି ଦେବେ ମାନେ କେତେ ସୁନ୍ଦର ଲାଗିବ, ଶାନ୍ତି ଲାଗେ। ମୋ ବୋଉ ଆଜି ଏକବାର ଅନନ୍ତ ବ୍ରତ ଭୋଗ ଦେଲା। ଆଜି ତ ବହୁତ ସମୟ କମ୍ ନା, ବୋଉ ଆଜି ଟିକେ ଡାଲମା କଲା। ବହୁତ ସାରା କାମ, ସବୁ ଜିନିଷ ଧୁଆଧୁଇ କରିବା ପାଇଁ ପଡ଼ିବ। ଭାତ ଡାଲମା ଖଟା ଟିକେ କରିଦେଇଛି ଖାଲି, ସମୟ ବି ନାହିଁ, ବହୁତ କମ୍। କୁନି ପିଲାଙ୍କୁ ଡାକି ଖାଇବାକୁ ଦେଇଦେଲି। ଆମ ଝିଅ ଦେଖ ଖାଉଛି, କହୁଛି ଡାଲମା ବହୁତ ଟେଷ୍ଟି ହେଇଛି। ତାର ଏମିତି ହେଲେ ବହୁତ ଖୁସି। ତାର ଖଟା ଭାରି ଫେଭରାଇଟ୍। କୁନି ପିଲା ସବୁ ଖାଉଛନ୍ତି। ଆମେ ଚାଲିଲୁ, ବାଏ ବାଏ।